ଓଡ଼ିଶା ସରକାରଙ୍କର ଗୋ ସୁଗମ ବା କାମଧେନୁ ଯୋଜନାରେ ଲୋକଙ୍କୁ ଗାଈ ଯୋଗାଇ ଦେଉଛନ୍ତି। ଏହି ଯୋଜନାର ଚାନ୍ଦବାଲି ବ୍ଲକର ଯଶୀପୁର ପଞ୍ଚାୟତର ଯଶୀପୁର ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଅଧୀନସ୍ଥ ଗ୍ରାମ ଯଥା ଜଳେଶ୍ୱରପୁର, ସୁବୋଧିଆ, କୁଦକାନ୍ତିରୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ଗୋ ଚାଷୀମାନେ ଚଳିତ ମାସ ମାର୍ଚ୍ଚ 27 ତାରିଖରେ ବାହାର ରାଜ୍ୟ ଆନ୍ଧ୍ରରୁ 8ଟି ଶଙ୍କର ଜାତୀୟ ଗାଈ କିଣି 4ଟି ପିକଅପ୍ ଗାଡ଼ିରେ ଫେରୁଥିବା ସମୟରେ ଜାତୀୟ ରାଜପଥ ଉପରେ ଭୁବନେଶ୍ୱର ପାତ୍ରପଡ଼ା ନିକଟରେ କିଛି ଦୁର୍ବୃତ୍ତ ନିଜକୁ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା କହି ଏହି ଗାଡ଼ିଗୁଡ଼ିକୁ ଆକ୍ରମଣ କରିଥିଲେ। ଉପସ୍ଥିତ ଚାଷୀ ସମ୍ପୂର୍ଣ୍ଣ କାଗଜପତ୍ର ଦେଖାଇବା ସତ୍ତ୍ୱେ ସେମାନେ ନୂଆ ରୋଡ଼ରେ ଆକ୍ରମଣ କରି ଜଣେ ଡ୍ରାଇଭର ଏବଂ 3 ଜଣ ଚାଷୀଙ୍କୁ ଆହତ କରି ସେମାନଙ୍କ ପାଖରୁ ସମସ୍ତ ଗାଈ କିଣାଯାଇଥିବା କାଗଜପତ୍ର ଏବଂ ଡ୍ରାଇଭର ପାଖରେ ଥିବା 20,000 ଟଙ୍କା ନେଇଯିବା ସହିତ ଗାଡ଼ିର କାଚ ଭାଙ୍ଗି ଦେଇଥିଲେ ଏବଂ ଧମକାଇ କହିଥିଲେ ଯଦି ପୋଲିସରେ ଜଣାଇବ ତେବେ ଆଉ କେବେ ଏପଟେ ଦେଖିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସରକାରୀ ଯୋଜନାରେ ଆସୁଥିବା ଗାଈ ଯାହାର ସମସ୍ତ କାଗଜପତ୍ର ଥିବା ସତ୍ତ୍ୱେ ଯଦି ଚାଷୀମାନଙ୍କୁ ରାସ୍ତାରେ ଏଭଳି ହଇରାଣ ହରକତ କରାଯାଏ ତେବେ ଏହା ଫଳରେ ଭବିଷ୍ୟତରେ କୌଣସି ଚାଷୀ ଗାଈ କିଣିବାକୁ ବାହାର ରାଜ୍ୟକୁ ଯିବେ ନାହିଁ। ସରକାରଙ୍କ ଯୋଜନାର ଲୋକମାନେ କିପରି ସୁଫଳ ପାଇବେ, ଏଥିପାଇଁ ସରକାର ଦୃଢ଼ ପଦକ୍ଷେପ ନେବା ସହିତ ଗୋ ଚାଷୀମାନଙ୍କର ସୁରକ୍ଷା ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି। ମୋ ନାଁ ହେଉଛି ପ୍ରଶାନ୍ତ କୁମାର ଦତ୍ତ, ଘର ହେଉଛି ସୁବୋଧିଆ, ଆମର ପୋଷ୍ଟ ଅଫିସ୍ ସୁବୋଧିଆ, ଥାନା ବାଂଶଗଡ଼ା, ଜିଲ୍ଲା ଭଦ୍ରକ। ଆପଣ ଏ ଯେଉଁ ଗାଈ ଦୁଇଟି ନେଇକି ଆସିଲେ କେଉଁଠୁ ଆଣିଲେ, କେଉଁ ଯୋଜନାରେ ଆଣିଲେ, କ'ଣ କେମିତି ଆଣିଲେ ଟିକେ ସେ ବାବଦରେ କହିବେ। ଆମେ ସାର୍ ଗାଈ ନେଇକି ଆସିଲୁ ଆନ୍ଧ୍ର ସୀତାକୁଲରୁ ନେଇକି ଆସିଲୁ। ସେଠି ଗଲୁ, ଗାଈ ପରଚେସ୍ କଲୁ, ଦେଖିଲୁ, ରେଟ୍ ବାଟ କରି ଗାଈ କିଣିକି ଗାଈ ନେଇକି ଆସିଲୁ। ଆସୁଥିବା ସମୟରେ ବାଟରେ ଆମର ବଜରଙ୍ଗୀ ଦଳ ପାତ୍ରପଡ଼ା ପାଖରେ ସେଠି ଆମକୁ ଅଟକେଇଲେ। ଅଟକେଇବା ଭିତରେ ଆମେ ଅଟକିଲୁ, ରହିଲା ପରେ ଆମେ ଯେତେବେଳେ ଓହ୍ଲେଇଲୁ ଆମ ଡ୍ରାଇଭରକୁ ସେମାନେ ଗୋଟେ ରଡ଼ ସାହାଯ୍ୟରେ ବର୍ତ୍ତମାନ ପିଟିଲେ। ଆମେ ଯେତେ ବର୍ତ୍ତମାନ କହିଲୁ ଆମେ ଦେଖନ୍ତୁ ଆମେ ସରକାରୀ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଆମେ ଗାଈ ନେଇକି ଆସିଛୁ, ଆପଣ ଆମ କାଗଜପତ୍ର ଦେଖନ୍ତୁ, ଡକ୍ୟୁମେଣ୍ଟ ଦେଖନ୍ତୁ। ସେମାନେ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଯାହାଫଳରେ କି ଆମକୁ ବାଡ଼େଇବା ଭିତରେ ଆମକୁ ଅସଭ୍ୟ ଭାଷାରେ ବହୁ ଗାଳି ଗୁଲଜ କଲା ପରେ ଆମକୁ ବର୍ତ୍ତମାନ ତାଙ୍କ ଗାଡ଼ିରେ ବସେଇକି ନେଇଗଲେ। ଯେଉଁ ଗାଡ଼ି ଆସୁଥିଲା ସେମାନେ ସେ ଗାଡ଼ିକି ଚଲେଇକି ନେଇକି ଅନ୍ୟ ଏକ ଗାଡ଼ିର 2-3 ଥର ଧକ୍କା କରିକି ଆମ ଗାଡ଼ିର ଆଗ ପାଖ ସବୁ ଭାଙ୍ଗି ଭୁଙ୍ଗି ଯାଇଛି, କାଚ ସବୁ ଭାଙ୍ଗି ଭୁଙ୍ଗି ଯାଇଛି। ତାପରେ କାଗଜପତ୍ର ଦେଖିଲା ପରେ ସେମାନେ ଆମକୁ ଛାଡ଼ିଦେଲେ, ଗାଳିଗୁଲଜ କରି ଛାଡ଼ିଦେଲେ। ଆମ ଡ୍ରାଇଭରଟି ବର୍ତ୍ତମାନ ହାତ ଏଇ ସୁଦ୍ଧା ଆମ ଗୋଟେ ଭିତରେ ଭାଙ୍ଗି ଯାଇଛି, ଫ୍ରାକ୍ଚର ହେଇଛି, ତାକୁ ମେଡ଼ିକାଲରେ ରାତି କଥା ଆମେ କ'ଣ କରିବୁ। ଆପଣ ପରିଚୟ ମାନେ ସୁଶାନ୍ତ ବଡ଼, ଯଶୀପୁର ପଞ୍ଚାୟତ, ଚାନ୍ଦାର ବ୍ଲକ। କ'ଣ ହେଇଛି ଯେଉଁ ଗାଈ ପାଇଁ ଯାଇଥିଲେ, କ'ଣ ଆମେ ଆନ୍ଧ୍ରପ୍ରଦେଶ ଗାଈ ନେଇକି ଆସିଥିଲୁ। ଖର୍ଦ୍ଧା ଗେଟ୍ ପରେ ଯେଉଁ ପାତ୍ରପଡ଼ା ପାଖରେ ବଜରଙ୍ଗୀ ଦଳ ଆସିଲେ। ଆମ ପିକଅପ୍ ଡ୍ରାଇଭର ଘୁଷାଇ ନେଇଗଲେ। ଏ ଡ୍ରାଇଭରକୁ ରଡ଼ରେ ବାଡ଼େଇଲେ। ମୋର ଯେଉଁ ପେପର ଥିଲା ମୁଁ ଦେଖୁଛି ଭାଇ ମୋର ପେପର ଅଛି ମୋ ପାଖରେ, ପେପର ଦେଖନ୍ତୁ। ମୋ ପେପର ଛଡ଼େଇଲେ ମୋତେ ଗାଡ଼ି ବହୁତ କଲା ପରେ ମୋ ଗଳାକୁ ଧରିଲେ, ଦେଖି ମୋତେ ଧକ୍କା ବି ମାରିଲେ। ମାରିଲା ପରେ ଆମର ଡ୍ରାଇଭରକୁ ସେମାନେ ବାଇକ୍ରେ ନେଇଗଲେ। ଆମ ପିକଅପ୍ ତାଙ୍କ ଲୋକ ଚଲେଇଲେ। ଆମକୁ କହିଲେ ଗାଡ଼ିକି ଦେଇକି ତୁମେ ଆମ ପିକଅପ୍ରେ ବସ ଡଲାରେ। ଆମେ ଗାଈ ପାରେ ବସଛୁ, ମାନେ ଯେଉଁ ଆଗ ପଛ କରିକି ଯାଇକି 4-5 ଥର ପକେଇଲେ ଡଲା ଭିତରେ। ତାପରେ ନେଇ ଗୋଟେ ପିକଅପ୍ ସହିତ 4-5 ଥର ମାଡ଼ କଲେ। ଆମର କାଚ ଭାଙ୍ଗିଛି ପିକଅପ୍ରେ, ଆଗ ବି ମାଡ଼ ହେଇଛି। ମୋ ନାଁ ପ୍ରମୋଦ କୁମାର ସେଠୀ, ଘର ସୁବୁଧିଆ, ଯଶୀପୁର ପଞ୍ଚାୟତ। ଆମେ ଆନ୍ଧ୍ର ଯାଇଥିଲୁ ସୀତାକୁଲ। ଗାଈ ନେଇକି ଫେରିବା ବାଟରେ ଜଷ୍ଟ ଆମର ଖୋର୍ଦ୍ଧା ଗେଟ୍ ପାଖରୁ ଆମର 4-5 ଖଣ୍ଡ ଗାଡ଼ି ଯାଇଥିଲା। ମୁଁ ଆଗେ ଥିଲି, ଆଉ ମୋର ପଛ ଗାଡ଼ିଟା ତାଙ୍କର ଯେଉଁ ଫାଷ୍ଟଟ୍ୟାଗ୍ ଟିକେ ଲେଟ୍ ହେଲା ବୋଲିକି ମୋ 2-4 କିଲୋମିଟର ପଛରୁ ଆସୁଥିଲେ। ମୁଁ ଆଗେ ଆସିଛି ଜଷ୍ଟ ଖଣ୍ଡଗିରି ପଛକୁ ଯେଉଁ ପାତ୍ରପଡ଼ା ସେଇଠି ମୋତେ ଆସି 2-4-5 ଜଣ ମୋ ଆଡ଼ା ପକେଇ ଗାଡ଼ି ଅଟକିଲେ ବଜରଙ୍ଗୀ ବାଲା। ଆଉ ମୁଁ କିଛି କଥାବାର୍ତ୍ତା ନାହିଁ, ମୁଁ ଡୋର ଖୋଲୁଛି, ମୋତେ ବାଡ଼େଇ ଆରମ୍ଭ କଲେ। କାହିଁ କ'ଣ ପାଇଁ ବାଡ଼େଇଲେ କିଛି ମୁଁ ବି ଜାଣିନି କ'ଣ ପାଇଁ ବାଡ଼େଇଲେ। ମୁଁ ବି ଭାଇ କ'ଣ ହେଇଛି ମାତ୍ର ନା ସାପ ଟାଣ ଚୋର ଗାଈ ଚୋରି କରିକି ନେଉଛୁ
ଆମ ଡକୁମେଣ୍ଟ ଅଛି ସବୁ ଦେଖନ୍ତୁ, କିନ୍ତୁ ସିଏ ମେନ୍ କଥା କିଛି ଶୁଣିବାର ନା, ଆଇଲେ ବାଡ଼େଇଲେ ଆମକୁ। ନମସ୍କାର, ମୁଁ ଡକ୍ଟର ସତ୍ୟଜିତ ସାହୁ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଚାନ୍ଦବାଲି। ଆମର ଗୋପାଳନ ଯୋଜନାରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ ଯୋଜନାରେ ଆମର ଯଶୀପୁର ପଞ୍ଚାୟତରୁ 8 ଜଣ ଚାଷୀ ପ୍ରଥମ କିସ୍ତିରେ ଗୋଟିଏ ଗାଈ ଆଣିଛନ୍ତି। ଯାହା ହଉ ଗାଈ 8ଟି ସେମାନେ ଆଣିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଏବଂ ସେମାନେ ତାପରେ ସବସିଡ଼ି ପ୍ରୋସେସିଂ ଏହାର ଯେତିକି ଏଲିଜିବୁଲ୍ ସବସିଡ଼ି ସେମାନେ ପାଇବେ। ଆମର ଗୋପାଳନ ଯୋଜନାରେ 2ଟି ଗାଈ ପାଇଁ ଟୋଟାଲ୍ ପ୍ରୋଜେକ୍ଟ କଷ୍ଟ ହେଉଛି 2,30,400 ଟଙ୍କା। ସେମାନେ ଯଦି ଲେଡ଼ିଜ୍ ହେଇଥିବେ, SC ST ହେଇଥିବେ 70% ସବସିଡ଼ି ପାଇବେ ଏବଂ ଜେନେରାଲ ପୁରୁଷ ଲୋକ 60% ସବସିଡ଼ି ପାଇବେ। SC ST ଓ ଲେଡ଼ି 70, ଇଏ 60। ତେଣୁ ଯାହା ସେ ଏଲିଜିବୁଲ୍ ସବସିଡ଼ି ତାଙ୍କର ଖୁବ୍ ଶୀଘ୍ର ପ୍ରୋସେସିଂ କରିବେ। ଗାଈ ଗୁଡ଼ିକ କେଉଁଠୁ ଆସିଲା? ସେମାନେ ଗାଈ ଆଣିଛନ୍ତି ଆନ୍ଧ୍ରପ୍ରଦେଶରୁ ଆଣିଛନ୍ତି। ଏଥିରେ ନିୟମ ଅଛି ବାହାର ରାଜ୍ୟରୁ ଗାଈ କିଣିବାକୁ, ତେଣୁ ସେମାନେ ନିୟମ ଅନୁସାରେ ବାହାର ରାଜ୍ୟରୁ ଗାଈ କିଣି ଆଣିଛନ୍ତି। ଯେଉଁ କମ୍ପ୍ଲେନ୍ ଦେଉଛନ୍ତି ଆପଣ ଯେଉଁମାନଙ୍କୁ ଗାଈ କିଣିବା ପାଇଁ ପଠାଇଥିଲେ ସେମାନେ କହୁଛନ୍ତି ରାସ୍ତାରେ ଆମର ଏଇ ସବୁ ପ୍ରୋବ୍ଲେମ୍ ହେଲା, ଏ ବାବଦରେ କ'ଣ? ଏ ବାବଦରେ ଆମେ ଶୁଣିଛୁ, ଆମ ନଜରକୁ ଆସିଛି। ତେଣୁ ଏ ବିଷୟରେ ଆମେ ଆମର ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଛୁ ଘରପାଲି ଏବଂ ତାଙ୍କର ଲିଖିତ ଆପ୍ଲିକେସନ୍ ପାଇଲା ପରେ ଆମେ ଲିଖିତ ଭାବରେ ଉପରକୁ ଜଣାଇବୁ। ଚାନ୍ଦବାଲିରୁ ପ୍ରିୟବ୍ରତ ନାଥଙ୍କ ରିପୋର୍ଟ G9 ଓଡ଼ିଆ।